ଧନୀ କିଏ? ଏ ପ୍ରଶ୍ନର ଓଲଟା ପ୍ରଶ୍ନ ଗରିବ କିଏ ହେଇପାରେ କି? ଥରେ ବିଚାର କରି ଦେଖିବା ଧନୀ କିଏ? ଧନୀ କିଏର ସହଜ ଉତ୍ତର ହୁଏତ ଏମିତି ହୋଇପାରେ, ଯାହାର ଧନ ଅଛି ସେ ଧନୀ। ଆପଣ ଏମିତି ଅନେକ ବ୍ୟକ୍ତିବିଶେଷଙ୍କୁ ଦେଖିଛନ୍ତି ଯେଉଁମାନଙ୍କର ଏସବୁ ଅଛି। ଖୁବ୍ ସୁନ୍ଦର ପାଚେରୀ ଦିଆ ଘର ଅଛି, ଘରର ସୁନ୍ଦର ଦ୍ୱାର ଅଛି, ସେଇଠି ଦିନରେ ଦରୱାନ ଆଉ ରାତିରେ ଭୟଙ୍କର ପ୍ରଜାତିର କୁକୁର ପହରା ଦେଉଛନ୍ତି। ଦୀନ ଦରିଦ୍ର ଲୋକ ସେ ଦୁଆର ମୁହଁରେ ଠିଆ ହେବ କ'ଣ? ସେ ବାଟ ଦେଇ ଯିବାକୁ ବି ଡରିବ। ଏଭଳି ଗୋଟିଏ ଘର ମାଲିକକୁ ଆମେ ଧନୀ ବୋଲି କହିପାରିବା କି? ଗରିବ ଲୋକଟିଏ ଅଛି, ଅତି ସାଧାରଣ ଘର, ଦରୱାନ ନାହିଁ କି କୁକୁର ନାହିଁ। ହଁ, ବାରବୁଲା କୁକୁର କିଛି କେବେ କେମିତି ସେ ଲୋକ ହାତରୁ ରୁଟି ଖାଇବାକୁ ଆସି ସେଇଠି ଗହଳି କରନ୍ତି। କେବେ କେମିତି ଦୀନ ଦରିଦ୍ର ଲୋକଟିଏ ଦ୍ୱିପହରରେ ସେଇଠି ପହଞ୍ଚିଗଲେ ତାକୁ ମୁଠେ ଖାଇବାକୁ ମିଳିଯାଏ, ପିଇବାକୁ ମୁନ୍ଦିଏ ପାଣି ମିଳେ। ଏହି ଲୋକଟି ବାସ୍ତବରେ ଗରିବ ଲୋକ କି? ତାର ଟଙ୍କା ସୁନା ରୂପା ବୋଲି କିଛି ନାହିଁ, ବଡ଼ ଘର ଗାଡ଼ି ଘୋଡ଼ା କିଛି ବି ନାହିଁ। ଘରୁ କିଏ କ'ଣ ନେଇଯିବ ବୋଲି ତାର ଭୟ ନାହିଁ। ହେଲେ ଭୋକିଲା ଲୋକଟିଏ ପହଞ୍ଚିଲେ ତାକୁ ମୁଠେ ଖାଇବାକୁ ସେଇଠି ମିଳିଯିବ। ଏଥର ଦୁଇଟି ଗଛର କଥା ବିଚାର କରିବା। ଗଛ ଭର୍ତ୍ତି ଖୁବ୍ ସୁନ୍ଦର ଫଳ ଫଳିଛି। ଦେଖିବା ଲୋକ ଇଚ୍ଛା କରୁଛି ସେଇଠୁ ଗୋଟେ ଫଳ ମିଳିଗଲେ ଆନନ୍ଦରେ ଖାଇଥାନ୍ତା। ହେଲେ ବଡ଼ କଣ୍ଟା ଖଞ୍ଜା ପାଚେରୀ, ତା ସାଙ୍ଗକୁ ଦରୱାନ ଆଉ କୁକୁର ଜଗୁଛନ୍ତି ସେଇ ଗଛକୁ। କାହାର କିଛି କାମରେ ଆସୁନି ସେ ଗଛ। ଆଉ ଗୋଟିଏ ଗଛ ସେ ଏକା ରକମ ଫଳ ଦେଉଛି, ହେଲେ ଗଛରେ ଫଳ ହେବା ମାତ୍ରେ କେହି ନା କେହି ସେ ଫଳ ନେଇ ଖାଇ ପକାଏ। ଗଛକୁ ଅନାଇ ରହିଥାନ୍ତି ଭୋକିଲା ଲୋକ, କେତେବେଳେ ଫଳଟିଏ ମିଳିଯିବ ଏଇ ଆଶାରେ। ଏଇ ଦୁଇ ଗଛକୁ ଆମେ ଧନୀ କି ଗରିବ କହିପାରିବା କି? ଗଛ ତ ଗଛ, ସେ ପୁଣି ଧନୀ କି ଗରିବ ଗଛ କାହିଁକି ହେବ? ଠିକ୍ ସେଇ ଏକା ଯୁକ୍ତିରେ ଆମେ କହିପାରିବା ଲୋକ ତ ଲୋକ, ସେ ପୁଣି ଧନୀ କି ଗରିବ କାହିଁକି ହେବ ଯେ? ଗଛର ଫଳ ଯଦି ଖାଇବାକୁ କାହାକୁ ନ ମିଳେ, ସେ ଗଛ ତ ପ୍ରଦର୍ଶନୀରେ ଦେଖାଇବା ଭଳି କେବଳ ଏକ ଛବି। ଛବିରେ ସୁନ୍ଦର ସୁନ୍ଦର ଖାଦ୍ୟ କେବଳ ଦେଖି ହୁଏ, ଖାଇବାକୁ ମିଳେ ନାହିଁ। ଅନ୍ୟପକ୍ଷରେ ଯେଉଁ ଗଛରୁ ଆମକୁ ଫଳ ମିଳେ ସେ ସବୁରି ପ୍ରିୟ। ସମସ୍ତେ ତାକୁ ସ୍ନେହ ଆଦରରେ ଦେଖନ୍ତି। ଅତଏବ ଆମକୁ ମିଳୁଥିବା ସୁଖ ସୁବିଧାକୁ ଆମେ ଅନ୍ୟକୁ ବାଣ୍ଟି ପାରିଲେ ଆମେ ସମାଜର ଏକ ଅଭିନ୍ନ ଅଙ୍ଗ ହୋଇ ରହିପାରୁ। ସମାଜରୁ ବିଚ୍ଛିନ୍ନ ହୋଇ ଆମେ ପାଚେରୀ ଦିଆ ଫଳ ଗଛ ଭଳି ରହିବା ବାସ୍ତବରେ ଅର୍ଥହୀନ। ଗଛକୁ ଫଳ ଆସେ କେଉଁଠୁ?